ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ପ୍ରଭୁ ଯୀଶୁଖ୍ରୀଷ୍ଟ ଗୁହାଳ ଘରେ କାହିଁକି ଜନ୍ମ ହେଲେ। ଆଜିର ପ୍ରସଙ୍ଗ ହେଲା ପ୍ରଭୁ ଯୀଶୁଖ୍ରୀଷ୍ଟ ଗୁହାଳ ଘରେ କାହିଁକି ଜନ୍ମ ହେଲେ। ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ରାଜାମାନଙ୍କ ରାଜା ଅଟନ୍ତି, ସେ ପ୍ରଭୁମାନଙ୍କର ପ୍ରଭୁ ଅଟନ୍ତି। ସେ ଚାହିଁଥିଲେ ଗୋଟିଏ ରାଜମହଲରେ ସେ ଜନ୍ମଗ୍ରହଣ କରିପାରିଥାନ୍ତେ। ସେ ଚାହିଁଥିଲେ ଗୋଟେ ଭଲ ଜାଗା, ଗୋଟେ ଉଚ୍ଚତର ଜାଗା, ଗୋଟେ ସମ୍ମାନୀୟ ସ୍ଥାନରେ ସେ ଜନ୍ମଗ୍ରହଣ କରିପାରିଥାନ୍ତେ। କିନ୍ତୁ ଆମେ ବାଇବଲରେ ଦେଖୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଗୁହାଳ ଘରେ ଜନ୍ମଗ୍ରହଣ କରୁଛନ୍ତି। ପ୍ରିୟମାନେ, ଯେଉଁ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଥିଲେ, ତାଙ୍କ ଜୀବନରେ ଯାହା ସବୁ ଘଟିଲା, ଯାହା ସବୁ ହେଲା, ସେଇ ସବୁର କାରଣ ରହିଛି। ଆଉ ସେଇ ସବୁର ଅର୍ଥ ଗୁଡ଼ିକ ପରମେଶ୍ୱର ତାହାଙ୍କ ବାକ୍ୟରେ ସେ ଲେଖିଦେଇଛନ୍ତି। ଆଜି ଆମେ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଗୁହାଳ ଘରେ କାହିଁକି ଜନ୍ମ ହେଲେ। ଆପଣମାନେ ମୋ ସହିତ ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟକୁ ଆସିବେ। ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟ ତାର 29 ପଦରେ ଲେଖାଯାଏ, ତହିଁ ଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହି ନେଇଯାଆନ୍ତି। ପ୍ରିୟମାନେ, ବାପ୍ତିଜୀକ ଯୋହନ ଦିନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆପଣା ନିକଟକୁ ଆସୁଥିବାର ଦେଖି ସେ କହିଲେ ଯେ ଏହି ଦେଖ ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପକୁ ବହି ନେଇଯାଆନ୍ତି। ପ୍ରିୟମାନେ, ମେଷଶାବକ ସେ କେଉଁଠାରେ ଜନ୍ମଗ୍ରହଣ କରନ୍ତି? ଯେ ଗୁହାଳ ଘରେ ମେଷଶାବକ ମାନେ ଜନ୍ମଗ୍ରହଣ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଈଶ୍ୱରଙ୍କର ମେଷଶାବକ ହୋଇଥିବାରୁ ସେ ଗୁହାଳ ଘରେ ଜନ୍ମଗ୍ରହଣ କରୁଅଛନ୍ତି। ଆପଣମାନେ ଯଦି ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟକୁ ଆସିବେ, ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟ 7 ପଦରେ ଆମେ ଦେଖୁ, ପୁଣି ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳ କୁଣ୍ଡରେ ଶୁଆଇଲେ, କାରଣ ବସା ଘରେ ସେମାନଙ୍କ ପାଇଁ ସ୍ଥାନ ନଥିଲା। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଗୁହାଳ ଘରେ ଜନ୍ମଗ୍ରହଣ କରୁଛନ୍ତି। ଯୋସେଫ ମରିୟମ ଜନଗଣନା ସମୟରେ ଯେତେବେଳେ ବେଥଲିହିମରେ ସେମାନେ ଆପଣାର ନାମ ଲେଖାଇବା ନିମନ୍ତେ ସେ ସ୍ଥାନକୁ ଯାଉଛନ୍ତି, ଆଉ ସେହି ସ୍ଥାନରେ ଅନେକ ଲୋକ ନିଜ ନିଜର ନାମ ଲେଖାଇବା ପାଇଁ ସେଇ ବେଥଲିହିମ ଗ୍ରାମକୁ ଅନେକ ଲୋକ ସେହି ସ୍ଥାନରେ ଯାଇଥିଲେ। ଆଉ ଅନେକ ଘରକୁ ସେମାନେ ଭଡ଼ାରେ ନେଇଥିବେ, ଆଉ ରହିବା ପାଇଁ, ବସିବା ପାଇଁ, ଆଶ୍ରୟ ନେବା ପାଇଁ କୌଣସି ସ୍ଥାନ ନଥିଲା। ଏହିପରି ସମୟରେ ମରିୟମଙ୍କର ସେହି ପ୍ରସବ କାଳ ଉପସ୍ଥିତ ହେଉଛି, ଆଉ ସେମାନେ ରହିବା ପାଇଁ ବସା ଘରେ ସ୍ଥାନ ନଥିବାରୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଲୁଗାରେ ଗୁଡ଼ାଇ ସେ ଗୁହାଳ କୁଣ୍ଡରେ ଶୁଆଉଛନ୍ତି। କୌଣସି ବାପା, କୌଣସି ମା କେବେ ଏହି ପ୍ରକାର ସ୍ଥାନକୁ ମନୋନୟନ କରିବେ ନାହିଁ। ମୋ ପୁଅ ଗୋଟିଏ ଗୁହାଳ ଘରେ ଜନ୍ମ ହେଉ, ମୋ ପୁଅ ଗୋଟିଏ ଅଳିଆ ଗଦାର ଜନ୍ମ ହେଉ, ଏହି ପ୍ରକାର କୌଣସି ବାପା କେବେ ମଧ୍ୟ ଏହି ପ୍ରକାର ସ୍ଥାନକୁ ବାଛିବେ ନାହିଁ। ମାତ୍ର ସ୍ୱର୍ଗର ପରମେଶ୍ୱର ସେ ଗୁହାଳ ଘରକୁ ବାଛୁଛନ୍ତି ଯେ ମୋର ପୁତ୍ର ସେହି ଘରେ ଜନ୍ମଗ୍ରହଣ କରିବେ, ଆଉ ଅନେକ ଲୋକ ସେ ଗୁହାଳ ଘରକୁ ଆସି ତାଙ୍କୁ ସାକ୍ଷାତ କରିବେ। ପ୍ରିୟମାନେ, ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏଥିପାଇଁ ସେ ଗୁହାଳ ଘରେ ଜନ୍ମଗ୍ରହଣ କରୁଛନ୍ତି, କାରଣ ସେ ଈଶ୍ୱରଙ୍କର ମେଷଶାବକ ଅଟନ୍ତି। ଆପଣମାନେ ଯଦି ମୋ ସହିତ ଆଉ ଗୋଟେ ବାକ୍ୟ ଦେଖିବେ, 1 କରନ୍ଥୀୟ 5 ଅଧ୍ୟାୟ ତାର 7 ପଦରେ ଲେଖାଯାଉଛି, ତୁମ୍ଭେମାନେ ତ ଖମୀର ଶୂନ୍ୟ ଲୋକ, ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଡୁଳା ହୋଇପାର, ଏଥିପାଇଁ ପୁରୁଣା ଖମୀର ବାହାର କରି ପକାଅ, କାରଣ ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷଶାବକ ଅର୍ଥାତ୍ ଖ୍ରୀଷ୍ଟ ମଧ୍ୟ ବଳୀକୃତ ହୋଇଅଛନ୍ତି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ନିସ୍ତାର ପର୍ବର ମେଷଶାବକ। ସେ ମେଷଶାବକ ରୂପରେ ଅର୍ଥାତ୍ ଆମ୍ଭମାନଙ୍କ ନିମନ୍ତେ ସେ ବଳି ହେବା ପାଇଁ, ଜଗତର ପାପ ନିମନ୍ତେ ନିଜକୁ ଉତ୍ସର୍ଗ କରିବା ପାଇଁ ସେହି ପୃଥିବୀ ପୃଷ୍ଠକୁ ଆସିଥିଲେ।
ଆଉ ସେ ଈଶ୍ୱରଙ୍କ ମେଷ ଶାବକ ହୋଇଥିବାରୁ, ସେ ନିସ୍ତାର ପର୍ବର ମେଷ ଶାବକ ହୋଇଥିବାରୁ ସେ ଗୁହାଳ ଘରେ ସେ ଜନ୍ମଗ୍ରହଣ କରୁଛନ୍ତି। ପ୍ରିୟମାନେ, ସେ ଯଦି ରାଜମହଲରେ ଜନ୍ମଗ୍ରହଣ କରିଥାନ୍ତେ, କୌଣସି ଲୋକ ଯୀଶୁଙ୍କୁ ସାକ୍ଷାତ କରିବା ପାଇଁ ଯାଇପାରିନଥାନ୍ତେ। ରାଜମହଲରେ ଗେଟ୍ ରହିଥାନ୍ତା, ବାଇଣ୍ଡେରୀ ରହିଥାନ୍ତା, ଅନେକ ଲୋକ ସେଇ ଗେଟ୍ରେ ଜଗୁଆଳିମାନେ ରହିଥାନ୍ତେ। ଆଉ ଯୀଶୁଙ୍କୁ ସାକ୍ଷାତ କରିବା ପାଇଁ ଲୋକଙ୍କର ଅନୁମତି ମଧ୍ୟ ଆବଶ୍ୟକ ପଡ଼ିଥାନ୍ତା। ମାତ୍ର ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ପରମେଶ୍ୱର ଏହି ପ୍ରକାର ଗୋଟିଏ ସ୍ଥାନରେ ଆପଣା ପୁତ୍ରଙ୍କର ଜନ୍ମସ୍ଥାନ ଭାବରେ ମନୋନୀତ କଲେ। ସେହି ସ୍ଥାନ ହେଉଛି ଗୁହାଳ ଘର। ଗୁହାଳ ଘରରେ କୌଣସି କବାଟ ନଥାଏ, ସେହି ସ୍ଥାନରେ କୌଣସି ଦ୍ୱାରୀ ନଥାନ୍ତି, କୌଣସି ଜଗୁଆଳିମାନେ ନଥାନ୍ତି। ଯେହି ଚାହିଁଲେ, ଯେତେବେଳେ ଚାହିଁଲେ ସେତେବେଳେ ଲୋକେ ସେହି ସ୍ଥାନକୁ ଯାଇପାରନ୍ତି। ଆଜି ମଧ୍ୟ ସେଇ ଗୁହାଳ ଘରରେ ଆମମାନଙ୍କର ପରମେଶ୍ୱର ସେ ଜନ୍ମଗ୍ରହଣ କରିଛନ୍ତି, ଯେପରିକି ଆମେ ଯେତେବେଳେ ଚାହିଁଲେ ସେତେବେଳେ ଆମେ ତାହାଙ୍କ ନିକଟକୁ ଯାଇପାରିବା। ତାହାଙ୍କୁ ଯାଇ ଆମର ପାପ ଭାରକୁ ଆମେ ଦେଇପାରିବା। ଆମର ପାପ ଭାରକୁ ସେ ବହି ନେଇଯିବେ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ଆମେ ଏହି ଖ୍ରୀଷ୍ଟମାସ ସମୟରେ ଆମେ ସେଇ ଗୁହାଳ ଘରେ ଜନ୍ମଗ୍ରହଣ କରିଥିବା ଆମମାନଙ୍କର ତ୍ରାଣକର୍ତ୍ତା, ଯେ ପ୍ରଭୁମାନଙ୍କର ପ୍ରଭୁ, ଯେ ରାଜାମାନଙ୍କ ରାଜା, ଆମେ ଆମର ପାପ ଭାରକୁ ତାଙ୍କୁ ଦେବା। ଆମର ପାପ ଭାରକୁ ସେ ବହି ନେଇଯିବେ। ଏଥିପାଇଁ ସେଇ ପୃଥିବୀ ପୃଷ୍ଠକୁ ଆସିଥିଲେ। ପ୍ରିୟମାନେ, ଆମେ ଯଦି ପାପ ଭାର ତାଙ୍କୁ ଦେଇନାହୁଁ, ଆଜି ବି ଆମର ପାପକୁ ଆମେ ବହି ବୁଲୁଛୁ, ତାହେଲେ ଆମର ଖ୍ରୀଷ୍ଟମାସ ପାଳନ କରିବା, ଏ ଖ୍ରୀଷ୍ଟମାସ ସମୟରେ ତାହାଙ୍କ ଘରକୁ ଯିବା, ତାହାଙ୍କର ନିମନ୍ତେ ଆମେ ଆରାଧନା କରିବା କୌଣସି ପ୍ରକାରେ ଅର୍ଥପୂର୍ଣ୍ଣ ହେବ ନାହିଁ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଗୁହାଳ ଘରରେ ଏଥିପାଇଁ ସେ ଜନ୍ମଗ୍ରହଣ କଲେ, କାରଣ ସେ ଈଶ୍ୱରଙ୍କ ମେଷ ଶାବକ, ସେ ନିସ୍ତାର ପର୍ବର ମେଷ ଶାବକ। ଆମ୍ଭମାନଙ୍କ ନିମନ୍ତେ ବଳି ହେବା ପାଇଁ, ଆମ୍ଭମାନଙ୍କ ନିମନ୍ତେ ନିଜ ଜୀବନକୁ ଦେବା ପାଇଁ ସେ ସେଇ ମେଷ ଶାବକର ନିଦର୍ଶନ ସ୍ୱରୂପେ ସେଇ ଗୁହାଳ ଘରେ ଜନ୍ମଗ୍ରହଣ କଲେ। ଆଜି ଆମେ କହିବା କି ସେଇ ଗୁହାଳ ଘର ପରି ମୋ ହୃଦୟ, ତୁମେ ମୋ ହୃଦୟକୁ ଆସ, ମୋ ପରିବାରକୁ ଆସ, ମୋ ସେବା କାର୍ଯ୍ୟକୁ, ମୋ ମଣ୍ଡଳୀକୁ ଆସ। ଯଦି ଆମେ କହିବା, ପ୍ରିୟମାନେ, ଆମ ଜୀବନ ଧନ୍ୟ ହେଇଯିବ, ଆମ ପରିବାର ଧନ୍ୟ ହେଇଯିବ, ଆମ ମଣ୍ଡଳୀ ଧନ୍ୟ ହେଇଯିବ। ସେହି ପରମେଶ୍ୱର ଆଜି ଆମମାନଙ୍କ ହୃଦୟରେ ରହିବା ପାଇଁ ଚାହାନ୍ତି। ସେହି ଦିନ ସେ ଯେତେବେଳେ ଜନ୍ମଗ୍ରହଣ କଲେ, ରହିବା ପାଇଁ ବସା ଘରେ ସ୍ଥାନ ନଥିଲା। ଆଜି ଆପଣ ମୁଁ ତାଙ୍କୁ କହିବା କି, ପ୍ରଭୁ, ସେଇଦିନ ଆପଣଙ୍କ ନିମନ୍ତେ ବସା ଘରେ ସ୍ଥାନ ନଥିଲା, କିନ୍ତୁ ଆଜି ତୁମେ ମୋ ହୃଦୟରେ ଆସ, ଆଜି ତୁମେ ମୋ ହୃଦୟରେ ବାସ କର। ପ୍ରିୟମାନେ, ଆମମାନଙ୍କ ହୃଦୟରେ ପରମେଶ୍ୱର କେତେବେଳେ ବାସ କରନ୍ତି? ଆମମାନଙ୍କ ହୃଦୟରେ ଯୀଶୁଖ୍ରୀଷ୍ଟ କେତେବେଳେ ସେ ବାସ କରନ୍ତି? ଆପଣମାନେ ଏଫେସୀୟ ପୁସ୍ତକ 3 ଅଧ୍ୟାୟକୁ ଆସିବେ। ଏଫେସୀୟ ପୁସ୍ତକ 3 ଅଧ୍ୟାୟ 17 ପଦରେ ପ୍ରକାର ଲେଖାଗଲା, ପୁଣି ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି। ପ୍ରଭୁଙ୍କର ଗୌରବ ହଉ। ଆଜି ଆମେ ସେହି ଖ୍ରୀଷ୍ଟମାସକୁ ବିଶ୍ୱାସ କରିପାରୁଛି, ଯୀଶୁଙ୍କୁ ଆମେ ବିଶ୍ୱାସ କରିପାରୁଛି। ପ୍ରଭୁ, ତୁମେ ଯଦି ସେଇ ଗୁହାଳ ଘରେ ରହିଲ, ଗୁହାଳ ଘରେ ତୁମେ ଜନ୍ମଗ୍ରହଣ କଲ, ତୁମେ ରାଜାମାନଙ୍କ ରାଜା ହେବା ସତ୍ତ୍ୱେ, ପ୍ରଭୁମାନଙ୍କ ପ୍ରଭୁ ହେବା ସତ୍ତ୍ୱେ ଯଦି ତୁମେ ପ୍ରଭୁ ସେହି ଗୁହାଳ ଘରେ ଜନ୍ମ ନେଇପାରିଲ, ମୋର ବିଶ୍ୱାସ ଅଛି ଗୁହାଳ ଘର ପରି ମୋ ହୃଦୟ, ଗୁହାଳ ଘର ପରି ମୋ ପରିବାର, ଗୁହାଳ ଘର ପରି ମୋର ସେବା କାର୍ଯ୍ୟରେ ମଧ୍ୟ ତୁମେ ବାସ କରିପାରିବ। ଏହା ମୋର ବିଶ୍ୱାସ ଅଛି। ଯେତେବେଳେ ଏହି ବିଶ୍ୱାସର ଏହି ସତ୍ୟତା ଉପରେ ଆମେ ଠିଆ ହେବା, ତାହାଙ୍କ ବାକ୍ୟ ଉପରେ ଆମେ ଆଉଜି ପଡ଼ିବା, ପରମେଶ୍ୱର ଆମମାନଙ୍କ ହୃଦୟରେ ସେ ବାସ କରିବେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ବାପା, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଲ। ପ୍ରଭୁ, ତୁମେ ମେଷ ଶାବକ ହେଇଥିବାରୁ ତୁମେ ଆମର ପାପ ନିମନ୍ତେ ନିଜକୁ ଉତ୍ସର୍ଗ କରିବା ପାଇଁ ଏହି ପୃଥିବୀ ପୃଷ୍ଠରେ ଆସିଥିବାରୁ ବାପା, ତୁମେ ଗୁହାଳ ଘରେ ଜନ୍ମ ହେଲ। ବାପା, ତୁମେ ଅତି ନମ୍ର ଆଉ ସିଦ୍ଧ ପରମେଶ୍ୱର ଅଟ, ଯଦ୍ୱାରା ପ୍ରଭୁ ଆପଣାର ଧର୍ମ କର୍ମ ନିଜର ସିଦ୍ଧତା ଦ୍ୱାରା ତୁମେ ଆମକୁ ଯେ ପ୍ରକାର ପାପରୁ ଉଦ୍ଧାର କରିବ, ଏଥିପାଇଁ ପ୍ରଭୁ ମେଷ ଶାବକ ହେଇଥିବାରୁ ସେ ଗୁହାଳ ଘରେ ତୁମେ ଜନ୍ମ ହେଲ। ଆଉ ଆଜି ପ୍ରଭୁ ଗୁହାଳ ଘର ପରି ଆମମାନଙ୍କ ହୃଦୟରେ ମଧ୍ୟ ତୁମେ ପ୍ରଭୁ ଆସ, ତୁମେ ଆମମାନଙ୍କ ମଧ୍ୟରେ ବାସ କର। ଆଉ ଆମକୁ ପ୍ରଭୁ ଆମର ସମସ୍ତ ପ୍ରକାର ସେଇ ପାପ
ଦୁଷ୍ଟତା ମନ୍ଦତାରୁ ତୁମେ ଆମମାନଙ୍କୁ ପରିଷ୍କାର କରି ତୁମ ରାଜ୍ୟ ନିମନ୍ତେ ପ୍ରସ୍ତୁତ କର। ପ୍ରାର୍ଥନା ଯୀଶୁଙ୍କ ନାମରେ